ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାଁ ହମାରା ଗୀତଟି କିଏ ଲେଖିଥିଲେ? ଉତ୍ତର ମହମ୍ମଦ ଇକବାଲ। ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ଏହା କାହାର ପ୍ରସିଦ୍ଧ ନାରା ଥିଲା? ଉତ୍ତର ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ଥିଲେ? ଉତ୍ତର ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଓଡ଼ିଶାର ରକ୍ତତୀର୍ଥ ଭାବେ କେଉଁ ସ୍ଥାନ ପ୍ରସିଦ୍ଧ? ଉତ୍ତର ଇରମ୍ ଭଦ୍ରକ ଜିଲ୍ଲା। ମହାତ୍ମା ଗାନ୍ଧୀ କେଉଁ ମସିହାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ? ଉତ୍ତର 1930 ମସିହା। ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରିଟିଶ ସରକାର କେଉଁ ଜେଲରେ ଫାଶୀ ଦେଇଥିଲେ? ଉତ୍ତର ବ୍ରହ୍ମପୁର ଜେଲରେ। ପ୍ରଶ୍ନ ଓଡ଼ିଶାର ଲବଣ ସତ୍ୟାଗ୍ରହର ମୁଖ୍ୟ ନେତୃତ୍ୱ କିଏ ନେଇଥିଲେ? ଉତ୍ତର ଆଚାର୍ଯ୍ୟ ହରିହର ଦାସ। 1857 ମସିହାର ସିପାହୀ ବିଦ୍ରୋହ କେଉଁ ସହରରୁ ଆରମ୍ଭ ହୋଇଥିଲା? ଉତ୍ତର ମିରଟ। ଜୟ ଯବାନ ଜୟ କିଷାନ ସ୍ଲୋଗାନ କିଏ ଦେଇଥିଲେ? ଉତ୍ତର ଲାଲ ବାହାଦୁର ଶାସ୍ତ୍ରୀ। ସମ୍ବଲପୁରର କେଉଁ ନେତା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ? ଉତ୍ତର ବୀର ସୁରେନ୍ଦ୍ର ସାଏ। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ହୋଇଥିଲା? ଉତ୍ତର 13 ଏପ୍ରିଲ 1919। ସାଇମନ କମିଶନ ଭାରତକୁ କେବେ ଆସିଥିଲେ? ଉତ୍ତର 1928 ମସିହା। ଭାରତ ଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା? ଉତ୍ତର 1942 ମସିହା। ସ୍ୱାଧୀନତା ଦିବସରେ ଭାରତର ପ୍ରଧାନମନ୍ତ୍ରୀ କେଉଁଠାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି? ଉତ୍ତର ଲାଲକିଲ୍ଲା। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ କିଏ? ଉତ୍ତର WC ବାନାର୍ଜୀ। ବନ୍ଦେ ମାତରମ୍ ଗୀତ କେଉଁ ଉପନ୍ୟାସର ଅଂଶ ଅଟେ? ଉତ୍ତର ଆନନ୍ଦ ମଠ। ରାଓଲାଟ ଆକ୍ଟ କେଉଁ ବର୍ଷ ପାରିତ ହୋଇଥିଲା? ଉତ୍ତର 1919 ମସିହା। ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଉତ୍ତର ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଭାରତର ଜାତୀୟ ସଙ୍ଗୀତକୁ ସମ୍ପୂର୍ଣ୍ଣ ଭାବେ ଗାଇବାକୁ ପ୍ରାୟ କେତେ ସମୟ ଲାଗେ? ଉତ୍ତର 52 ସେକେଣ୍ଡ। ଭାରତର ଜାତୀୟ ପତାକାକୁ ସମ୍ବିଧାନ ସଭା କେବେ ଗ୍ରହଣ କରିଥିଲା? ଉତ୍ତର 22 ଜୁଲାଇ 1947। ଅଶୋକ ଚକ୍ରର ରଙ୍ଗ କ'ଣ? ଉତ୍ତର ଗାଢ଼ ନୀଳ। ବଙ୍ଗଭଙ୍ଗ କେଉଁ ବର୍ଷ ହୋଇଥିଲା? ଉତ୍ତର 1905 ମସିହା। ଭଗତ ସିଂହ ରାଜଗୁରୁ ଓ ସୁଖଦେବଙ୍କୁ କେବେ ଫାଶୀ ଦିଆଯାଇଥିଲା? ଉତ୍ତର 23 ମାର୍ଚ୍ଚ 1931। ଭାରତ ଛାଡ଼ ଆନ୍ଦୋଳନ କେଉଁ ତାରିଖରେ ଆହ୍ୱାନ କରାଯାଇଥିଲା? ଉତ୍ତର 8 ଅଗଷ୍ଟ 1942। ମହାତ୍ମା ଗାନ୍ଧୀ ଦାଣ୍ଡି ଯାତ୍ରା କେଉଁଠାରୁ ଆରମ୍ଭ କରିଥିଲେ? ଉତ୍ତର ସାବରମତୀ ଆଶ୍ରମ। ଚୌରୀ ଚୌରା ଘଟଣା ପରେ କେଉଁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା? ଉତ୍ତର ଅସହଯୋଗ ଆନ୍ଦୋଳନ। ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ କେଉଁ କଂଗ୍ରେସ ଅଧିବେଶନରେ ଗ୍ରହଣ କରାଯାଇଥିଲା? ଉତ୍ତର ଲାହୋର ଅଧିବେଶନରେ। 1857ର ବିଦ୍ରୋହରେ ଝାନ୍ସୀର ରାଣୀ କିଏ ଥିଲେ? ଉତ୍ତର ରାଣୀ ଲକ୍ଷ୍ମୀବାଇ। 1857ର ବିଦ୍ରୋହକୁ ଆଉ କେଉଁ ନାମରେ ଜଣାଯାଏ? ଉତ୍ତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଭାରତର ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ କିଏ ଥିଲେ? ଉତ୍ତର ଡକ୍ଟର BR ଆମ୍ବେଦକର।
ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ଥିଲେ? ଉତ୍ତର ମୌଲାନା ଅବୁଲ କାଲାମ ଆଜାଦ। ଭାରତର ଜାତୀୟ ପତାକାର ଓସାର ଓ ଲମ୍ବର ଅନୁପାତ କେତେ? ଉତ୍ତର 2:3। ଧରଣୀଧର ଭୂୟାଁ କେଉଁ ଅଞ୍ଚଳର ପ୍ରଜା ବିଦ୍ରୋହରେ ନେତୃତ୍ୱ ନେଇଥିଲେ? ଉତ୍ତର କେନ୍ଦୁଝର।